ମଞ୍ଚକୁ ଯିବା ପାଇଁ ପ୍ରସ୍ତୁତ ହେଉଛି ଏ ବର୍ଷର ନୂଆ ନାଟକ ଅବୁଝା ଆଖିର ଅକୁହା କଥା। ଯାତ୍ରା ସମ୍ରାଟ ଯାତ୍ରା ଶ୍ରୀ ବିଶ୍ୱ ଦରବାର ପ୍ରଯୋଜିତ ଏହି ନାଟକ ହସ କାନ୍ଦ, ଷ୍ଟାଇଲ, ଫାଇଟ୍, ଦୁଃଖ ସୁଖ ଏବଂ ସସ୍ପେନ୍ସ, ରୋମାନ୍ସ ଓ ଇମୋସନରେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ ଯଥେଷ୍ଟ। ରାତି ଅନ୍ଧାରରେ ଶ୍ମଶାନ ମଝିରେ ପୋତାଯାଇଥିବା ଏକ ପରିଚୟବିହୀନ ଶିଶୁର ଜୀବନ କାହାଣୀ ଏଥିରେ ପ୍ରଦର୍ଶିତ ହୋଇଛି। ଅର୍ଥ ସର୍ବସ୍ୱ, ସ୍ୱାର୍ଥ ସର୍ବସ୍ୱ ସମାଜରେ କେହି କାହାରିକୁ ସହାୟତା କରିପାରୁନାହାନ୍ତି। ପୁଅ ବାପାକୁ, ଝିଅ ମାଆକୁ, ଭଉଣୀ ଭାଇକୁ ଧୋକା ଦେଇ ଚାଲିଛନ୍ତି। ତାରି ଭିତରେ କିନ୍ତୁ ଅସହାୟ ଲୋକଟିଏ ତାର ମଣିଷ ପଣିଆ ହରାଇ ନାହିଁ। ନିଜର ପାରିବା ପଣିଆକୁ ଲଗାଇ ସେ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସୁଛି। ସାମାଜିକ ପରମ୍ପରା ଦଳିମୁକ୍ତି ଯାଉଥିବା ବେଳେ ସରକାରୀ କଳର ବଳ କିପରି ଦୁର୍ବଳ ଉପରେ ଲଦି ହୋଇଯାଉଛି। ପରିବାର ଏବଂ ସମ୍ପର୍କୀୟଙ୍କ ଠିକଣା ଖୋଜି ଖୋଜି ସମାଜର ମଣିଷଟିଏ ହାଲିଆ ହେଉଥିବା ବେଳେ ତାରି ଭିତରେ କିନ୍ତୁ ଲୁଚି ରହିଥିବା ମଣିଷ ପଣିଆ ବେଳେବେଳେ ଫୁଟି ଉଠୁଛି। ଏଇଭଳି କଥା ସବୁକୁ ଆଧାର କରିଥିବା ଯାତ୍ରା ଶ୍ରୀ ବିଶ୍ୱ ଦରବାରର ନୂଆ ନାଟକ ଅବୁଝା ଆଖିର ଅକୁହା କଥାରେ ଦେଖିବାକୁ ମିଳିବ। ନାଟକଟି ସମସ୍ତଙ୍କୁ ଅଭିଭୂତ କରିବା ସହ ବସାଇ ରଖିବ ବୋଲି ଉପସ୍ଥିତ ଦର୍ଶକମାନେ ମତ ଦେଇଛନ୍ତି। ବୁଧବାର ରେମୁଣା ଗୋଲେଇ ସ୍ଥିତ ଅନୁଷ୍ଠାନର କାର୍ଯ୍ୟାଳୟ ନିକଟରେ ନାଟକର ମଞ୍ଚାର୍ପଣ ପର୍ବ ଅନୁଷ୍ଠିତ ହୋଇଥିଲା। ଜୁଲାଇ ଶେଷ ସପ୍ତାହରେ ନାଟକଟି କୁରୁଡ଼ା ମଞ୍ଚରେ ମଞ୍ଚସ୍ଥ ହେବ ବୋଲି ସତ୍ତ୍ୱାଧିକାରୀ କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି। ଇଞ୍ଜିନିୟର ଆଶୁତୋଷ ମହାପାତ୍ର ନାଟକର ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିବା ବେଳେ ସହ ନିର୍ଦ୍ଦେଶକ ଅଛନ୍ତି ପ୍ରଣୟ କୁମାର ସାହୁ। ଏଥିରେ ଅଭିନୟ କରିଥିବା କଳାକାରମାନେ ହେଲେ ଯାତ୍ରା ଜଗତର ଚର୍ଚ୍ଚିତ ନାୟକ ବାପି ପଣ୍ଡା, ଯାତ୍ରା ମହାବଳ ସଞ୍ଜୟ ଭୋଳ, ନାୟିକା ଭାରତୀ, ଚରିତ୍ର ଅଭିନେତ୍ରୀ ପ୍ରତିଭାମୟୀ ସୁକାନ୍ତି, ସହନାୟିକା ଝୁନା, ମାତନ, ଚରିତ୍ର ଅଭିନେତା ସରୋଜ, ଗୌରୀ, ହାସ୍ୟାଭିନେତା ବୁଧିଆନା ଏବଂ ଗୁରୁକୃଷ୍ଣ। ଏକନ ସଙ୍ଗୀତରେ ଏବଂ ନୃତ୍ୟରେ ବାପି ସାର୍ ନିର୍ଦ୍ଦେଶନା ଦେଇଛନ୍ତି। ନାଟକ ପୂର୍ବରୁ ଚିତାକର୍ଷକ ନୃତ୍ୟ, ଚିକିମିକି ଆଲୁଅ, ଛାତିଥରା ଷ୍ଟଣ୍ଟ ଶୋ ଦର୍ଶକଙ୍କୁ ବିମୁଗ୍ଧ କରିବା ନିଶ୍ଚିତ। ଚଳିତ ଯାତ୍ରା ଋତୁରେ ନାଟକଟି ନିଶ୍ଚୟ ଯାତ୍ରା ଜଗତରେ ଚହଳ ସୃଷ୍ଟି କରିବ ବୋଲି ଦର୍ଶକଙ୍କ ସମେତ ପରିଚାଳନା ନିର୍ଦ୍ଦେଶକ କିଶୋର ଚନ୍ଦ୍ର ମିଶ୍ର କହିଛନ୍ତି।